ଜୀବନ ହେଉଛି ଏକ ସଂଗ୍ରାମ ଆଉ ପ୍ରତିଟି ସଂଗ୍ରାମ ପଛରେ ଲୁଚି ରହିଥାଏ ସଫଳତାର ଏକ ନୂଆ ବାଟ। ଅନେକ ସମୟରେ ଆମେ ଭାବୁ ଯେ ଆମର ସମୟ ଖରାପ କିମ୍ବା ଆମେ କିଛି କରିପାରିବୁ ନାହିଁ, କିନ୍ତୁ ମନେ ରଖନ୍ତୁ, ସୂର୍ଯ୍ୟ ଉଇଁବା ପୂର୍ବରୁ ଅନ୍ଧକାର ସବୁଠାରୁ ଗାଢ଼ ହୋଇଥାଏ। ଠିକ୍ ସେହିପରି ଆପଣଙ୍କ କଠିନ ସମୟ ହେଉଛି ଆପଣଙ୍କ ପାଇଁ ବଡ଼ ସଫଳତାର ଆଗମନ। କିଛି ମୂଲ୍ୟବାନ କଥା ମନେ ରଖନ୍ତୁ। ପ୍ରଥମତଃ, ଆତ୍ମବିଶ୍ୱାସ ହିଁ ସବୁଠୁ ବଡ଼ ଅସ୍ତ୍ର। ଯଦି ଆପଣ ନିଜକୁ ବିଶ୍ୱାସ କରିବେ, ତେବେ ସାରା ଦୁନିଆ ଆପଣଙ୍କୁ ବିଶ୍ୱାସ କରିବ। ନିଜର ଦକ୍ଷତା ଉପରେ ସନ୍ଦେହ କରିବା ବନ୍ଦ କରନ୍ତୁ ଆଜ୍ଞା। ଦ୍ୱିତୀୟଟି ହେଲା, ବିଫଳତା ଏକ ଶିକ୍ଷା। ବିଫଳତା ହାରିଯିବା ନୁହେଁ, ବରଂ ଶିଖିବାର ଏକ ଅଭିଜ୍ଞତା ଅଟେ। ଯିଏ ପଡ଼ିଯାଇ ଉଠିପାରେ, ପ୍ରକୃତରେ ସେ ହିଁ ବିଜୟ ହୋଇଥାଏ। ଥାର୍ଡ଼ରେ, ସମୟର ମୂଲ୍ୟ ବୁଝନ୍ତୁ। ଗତକାଲି ଯାହା ହୋଇଗଲା ତାହା ବଦଳାଇ ହେବ ନାହିଁ, କିନ୍ତୁ ଆଜିର ପରିଶ୍ରମ ଆପଣଙ୍କ ଆଗାମୀ କାଲିକୁ ସୁନିଶ୍ଚିତ କରିପାରିବ। ଚତୁର୍ଥରେ, ଲକ୍ଷ୍ୟ ଉପରେ ଅଟଳ ରୁହନ୍ତୁ। ଲୋକେ କ'ଣ କହିବେ, ସେ କଥା ଚିନ୍ତା ନ କରି ନିଜର ଲକ୍ଷ୍ୟ ପଥରେ ଏକାଗ୍ରତା ସହ ଆଗେଇ ଚାଲନ୍ତୁ। ଧୈର୍ଯ୍ୟ ଏବଂ ପରିଶ୍ରମ କେବେ ହେଲେ ବୃଥା ଯାଏ ନାହିଁ। ଶେଷ କଥା ହେଉଛି, ଆପଣ କିଏ ତାହା ଆପଣଙ୍କ ପରିସ୍ଥିତି ଠିକ୍ କରେ ନାହିଁ, ବରଂ ଆପଣଙ୍କର ପରିଶ୍ରମ ଏବଂ ଇଚ୍ଛାଶକ୍ତି ହିଁ ଆପଣଙ୍କ ଭବିଷ୍ୟତ ଗଢ଼ିଥାଏ। ତେଣୁ ଆଜି ହିଁ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତିଜ୍ଞା କରନ୍ତୁ। ଉଠନ୍ତୁ ଏବଂ ଜାଗ୍ରତ ହୁଅନ୍ତୁ ଏବଂ ନିଜ ସ୍ୱପ୍ନ ପଛରେ ଦୌଡ଼ନ୍ତୁ। ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ତେବେ ଏବେ ହିଁ ଯାଇ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।